दीपक दास ମୁଁ ଛୋଟ ବେଳୁ ଜାଣିଛେ। ନାଟକ ପ୍ରତି ତାଙ୍କର ଗୋଟେ ଝୋঁକ ଥିଲା ଆଉ ଅନେକ ଛୋଟ ଛୋଟ ନାଟକରେ ବି ସେ ଅଭିନୟ କରିଥିଲେ। ସେ ସମୟରୁ ସେ ମୋତେ ଅନେକ ଥର ମୋ ଠାରୁ ସ୍କ୍ରିପ୍ଟ ବି ନେଇଛନ୍। ତାପରେ କଲେଜରେ ବି ଅନେକ ଗୁଡ଼ିଏ ନାଟକରେ ସେ ଅଭିନୟ କରିଥିଲେ। ତାପରେ ଯାଇକି ସେ ଭୁବନେଶ୍ୱରରେ ITR କଲେଜରେ କିଛି ବର୍ଷ ପଢ଼ିଲେ। ଆଉ ସେ ସମୟରେ ଭୁବନେଶ୍ୱରର ଅନେକ ନାଟ୍ୟ ସଂସ୍ଥା ସାଙ୍ଗେ ସେ ଜଡ଼ିତ ରହିଲେ ଆଉ ଅନେକ ଗୁଡ଼ିଏ ନାଟକରେ ଅଭିନୟ କଲେ। ତାପରେ ତାଙ୍କୁ ଷ୍ଟେଟ୍ ବ୍ୟାଙ୍କ ଚାକିରି ମିଳିଲା। ପହିଲା ନର୍ଲାରେ ଥିଲେ, ତାପରେ ଝାରବନ୍ଦ ଆସିଲେ। ଝାରବନ୍ଦରୁ ପଦମପୁରର ମେନ୍ ବ୍ରାଞ୍ଚରେ ସେ କରୁଥିଲେ। ଆଉ ଘଟଣା ଦିନର ସେ 2 ଦିନ ଆଗରୁ ବ୍ୟାଙ୍କର କାମରେ ଭୁବନେଶ୍ୱର ଯାଇଥିଲେ। ଆଉ ସେ ମୋତେ ଯାହା କହିଥିଲେ ଯେ ସେଠୁ ତାଙ୍କର ଗୋଟେ 2-3 ଦିନିଆ ଗୋଟେ ତାଲିମ ବି ଥିଲା, ସେଟା ସାରିକିରି ଆଇଥିଲେ। କିନ୍ତୁ ଯେହେତୁ ଆମର ଅଗଷ୍ଟ 15 ଗୋଟେ ଛୁଟି ଦିନ ଆଉ ରବିବାର ଗୋଟେ ଛୁଟି ଦିନ ପଡ଼ିଲା। ଆଉ ଆଜି ଗୋଟେ କାର୍ଯ୍ୟକ୍ରମ ତାଙ୍କର ଥିଲା, ସେ ଆଙ୍କରିଂ କରିଥିଲେ। ସେ ଗୋଟେ ଭଲ ଆଙ୍କର ବି ଥିଲେ ବୋଲେ ସେଥିଲାଗି ସେ ପଳେଇ ଆସିଲେ। ଆଉ ଆଜି ସନ୍ଧ୍ୟାରେ ଫେର ସେ ଭୁବନେଶ୍ୱର ଫେରିଥିଲେ। କିନ୍ତୁ ଭଗବାନଙ୍କର ଇଚ୍ଛା ଅଲଗା ଥିଲା। ଆଉ ଜୁଜୁମୁରାରେ ଯେନ୍ ଭୟଙ୍କର ଭଲଭୋ ବସ୍ ଦୁର୍ଘଟଣା ହେଲା, ସେଥିରେ ତାଙ୍କର ଜୀବନଟା ଚାଲିଗଲା। ଆଉ ପ୍ରକୃତିରେ ସେ ପରିବାରର ଗୋଟେ ରୋଜଗାରିଆ ପୁଅ ଥିଲେ। ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରୁଥିଲେ। ତାଙ୍କର ବାପା ମା ଅଛନ୍, ଭାଇଟେ ଅଛି ଆଉ ଘରେ ବିଧବା ସ୍ତ୍ରୀ ଆଉ ଗୋଟେ 2 ବର୍ଷର କୋମଲମତି ଶିଶୁଟେ ଅଛି। ଆଉ ଅବନୀଗଣା ନାଟ୍ୟ ସଂସ୍ଥାର ସେ ଗୋଟେ ସକ୍ରିୟ ସଭ୍ୟ ଥିଲେ। ଅନେକ ଗୁଡ଼ିଏ ନାଟକରେ ବିଭିନ୍ନ ପ୍ରକାର ସେ ଅଭିନୟ କରିଥିଲେ। ଆଉ ଆମେ ବହୁତ ଜାଗାରେ ଶୁଣିବାର ଲାଗି ମିଳିଛି ଯେ ଦୀପକ ଗୋଟେ ହାସ୍ୟ ଅଭିନେତା ଥିଲେ ବୋଲି। ନୁହେଁ, ସେ ସବୁ ପ୍ରକାର ଅଭିନୟରେ ପାରଙ୍ଗମ ଥିଲେ। ଆଉ ଅନେକ ଥର ପୁରସ୍କାର ବି ପାଇଛନ୍। କେତେଟା ସାର୍ଟିଫିକେଟ୍ ଏବେ ବି ମୋର ପାଖରେ ରହିଯାଇଛେ। ଆଉ ସେଟା ଦେଖିଲି ଆଜି ବି ସକାଳୁ ମୋତେ ବହୁତ ଖରାପ ଲାଗିଲା। ଆଉ ତାଙ୍କର ପରିବାରରେ ଯେନ୍ ଗୋଟେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛେ, ମୁଁ ତ ଭଗବାନଙ୍କୁ ପ୍ରାର୍ଥନା କରିମି ଯେ କାହାର ପରିବାରରେ ଆଉ ଏନ୍ତା ଘଟଣା ନାଇଁ ଘଟୁ। ଆଉ ଏତିକି ଖାଲି ନୁହେଁ, ସେ ଅବନୀଗୁଣା ବୋଲିକିରି ଲୋ ନାଟ୍ୟ ସଂସ୍ଥାରେ ଆଉ ବିଭିନ୍ନ ନାଟ୍ୟ ସଂସ୍ଥାରେ ସେ ଅଭିନୟ କରୁଥିଲେ। ତାପରେ ସେ ଗୋଟେ ଭଲ ଆଙ୍କର ଥିଲେ, ଗୋଟେ ସଂଗଠକ ଥିଲେ, ସାଂସ୍କୃତିକ ସଂଗଠକ ଥିଲେ। ପଦମପୁରର ଯେନ୍ ବଡ଼ବନର ଯେନ୍ ଶୀତଳ ଷଷ୍ଠୀ ଯାତ୍ରାର ସେ ଗୋଟେ ମୁଖ୍ୟ କାର୍ଯ୍ୟକର୍ତ୍ତା ଥିଲେ। ଏନ୍ତା କଳା ସଂସ୍କୃତିକେ ନେଇକିରି ତାଙ୍କର ଜୀବନର ଗୋଟେ ଆଗକେ ଯାଉଥିଲା। ଆଉ ଆମେ ସବୁବେଳେ ଭାବୁଥିଲୁ ଦୀପକ ଗୋଟେ ଅଭିନେତା ହିସାବେ ବହୁତ ଆଗକେ ଯିବେ, କିନ୍ତୁ ଅଧାରେ ପର୍ଦାଟା ପଡ଼ିଗଲା। ଭଗବାନଙ୍କ ଠାନେ ମୁଇଁ ପ୍ରାର୍ଥନା କରୁଛେଁ ତାଙ୍କର ଆତ୍ମାକେ ଶାନ୍ତି ମିଲୁ, ତାଙ୍କର ପରିବାରକେ ସାହସ ଦଉଁ। ଏଡ଼େ ବଡ଼ ଦୁଃଖର ଘଟଣାକେ ସହେବାର୍ ଲାଗି ପରିବାର ବର୍ଗଙ୍କୁ ଭଗବାନ ବହୁତ ସହାୟକ ହୁଅନ୍, ଏତିକି ପ୍ରାର୍ଥନା।